ଆଜ୍ଞା ଭସ୍ମ ହୋଇଯିବେ। ଆରେ ଆପଣ ମାନେ ଏଠି ଏତେ ଲୋକ ଅଛନ୍ତି ସେମାନେ ମରିଯାଉଛନ୍ତି ଆପଣ ମାନେ କିଛି କରିପାରୁନାହାନ୍ତି। ହଁ ଆଜ୍ଞା ଆପଣ ମାନଙ୍କୁ କିଛି ହେଇନି ତ? ଏ ଭଉଣୀ ଏ ବାବୁ ଆପଣ ମାନେ ଭଲ ଅଛନ୍ତି ତ? ଆଉ ଟିକେ ଡେରି ହେଇଥିଲେ କଣ ଯେ ହେଇଥାନ୍ତା। ଏ ମା ପାଣି ଟିକେ ପିଇଦେଲ ମା। ପାଣି ନୁହଁ ବାବୁ, ପାରୁଛ ତ ବିଷ ଟିକେ ପିଆଇ ଦିଅ। ନିଅ ବାବୁ ପାରୁଛ ଯଦି ଆମ ସମସ୍ତଙ୍କୁ ବିଷ ପିଆଇଛ। ଆମେ ମରିଯିବାକୁ ଚାହୁଁଛୁ। ଆପଣ ମାନେ କାହିଁକି ଏମିତି କହୁଛନ୍ତି? ବାବା କହନ୍ତି ଥରେ ଘର ପଡ଼ିଗଲେ କାଲି ନୂଆ ଘର ତୋଳି ହେଇଯିବ। ହେଲେ ଥରେ ଜୀବନ ଚାଲିଗଲେ ଆଉ ଆପଣ ମାନେ କଣ ଏ ଜୀବନ ଫେରି ପାଇବେ? ନୂଆ ଘର ତିଆରି କରିବା ପାଇଁ ଆମେ ଆମ ଘରେ ନିଆଁ ଲଗେଇ ନଥିଲୁ ବାବୁ। ତାମାନେ ହଉଛି ଆମ ଘରେ କେହି ଜାଣି ଶୁଣି ନିଆଁ ଲଗେଇ ନଥିଲେ କି ଆମ ଘରେ ନିଆଁ ଜାଣି ଶୁଣି ଲାଗି ନଥିଲା। କିରୋସିନି ଢାଳି ଆମେ ଆମ ଘରେ ନିଆଁ ଲଗେଇ ଦେଇଥିଲୁ। ଖାଲି ସେତିକି ନୁହେଁ ବାବୁ, ଜାଣି ଶୁଣି ଭିତର ପଟୁ କବାଟଟାକୁ ଆମେ ବନ୍ଦ କରି ଦେଇଥିଲୁ। କାହିଁକି ନା ଆମେ 3 ଜଣ ଯାକ ଚାହୁଁଥିଲୁ ସେଇ ନିଆଁରେ ପୋଡ଼ି ମରିଯିବା। ଇଏ କଣ ଜାଣି ଶୁଣି ମରିବାର ତ ହଉଛି ଆତ୍ମହତ୍ୟା। ଆମେ ଆତ୍ମହତ୍ୟା କରିବାକୁ ଚାହୁଁଥିଲୁ। ଆମ ଘରେ ଆମେ ଆମକୁ କାହିଁକି ଆପଣ ବଞ୍ଚେଇଲେ ବାବୁ? ପ୍ରତ୍ୟେକ ଦିନ ମରି ମରି ବଞ୍ଚିବା ଅପେକ୍ଷା ଗୋଟିଏ ଥର ମରିଯିବା ଉଚିତ ଥିଲା। ଆପଣ ମାନେ କାହିଁକି ଏମିତି କହୁଛନ୍ତି ମୁଁ କିଛି ବୁଝିପାରୁନି। ବାବୁ ସଞ୍ଜ ଦୀପ ଜଳିଗଲେ ଦେଖାଯାଏ, କାରଣ ସେଥିରେ ସଳିତା ଥାଏ। ମନ ଜଳିଗଲେ ଦେଖାଯାଏନି ବାବୁ, ସେଥିରେ ସଳିତା ନଥାଏ କି ଶିକ୍ଷା ବି ନଥାଏ। ଏ ପୋଡ଼ା ଦେହଟାକୁ ନେଇ ବଞ୍ଚି ହୁଏ, ହେଲେ ଏ ସମୟର ନିଆଁ ଆମ ମନକୁ ପୋଡ଼ି ଦେଇଛି ବାବୁ। ଏଇ ପୋଡ଼ା ମନଟାକୁ ନେଇ ଆମେ ବଞ୍ଚି ପାରିବୁ କେମିତି? ଭୁଲ କହିଲେ ମା। ଆଜି ଦୁଃଖ ଅଛି କାଲି ସୁଖ ନିଶ୍ଚୟ ଆସିବ। ଏ ସମୟର ଚକଟା ଅହରହ ଘୁରେ ବୁଲୁଛି। ଯିଏ ଯେତେ ଜୋରରେ ଚାହିଁଲେ ବି ତାକୁ କେହି ଅଟକେଇ ପାରିବେନି। ଏ ସମୟ ନିଶ୍ଚୟ ଚାଲିଯିବ। ଆଜି ବୈଶାଖ ଅଛି କାଲି ଫଗୁଣ ନ ଆସିବ ବୋଲି କିଏ କହିପାରିବ? ତମ ଭାଇ ମୋ ପୁଅ କଣ ମୋ ପାଖକୁ ଲେଉଟି ଆସିବ? ମୋ ପୁଅ କାହ୍ନା ସାମ୍ବାଦିକ ଥିଲା, ଗତକାଲି ଟ୍ରେନ ଲାଇନରେ ମରି ପଡ଼ିଥିଲା ବାବୁ। ଏଇ ଦେଖନ୍ତୁ ମୋ 25 ବର୍ଷ ପୁଅର ଫଟୋ। ମାସକୁ ମାସ ଔଷଧ ଦେଇ ନ ପାରିଲେ ଯେ ଭରସା ଦେଇ କହୁଥିଲା ଆର ମାସରେ
ଘଟଣା ପଡିବ। ମୁଁ ତତେ ନେଇ ବଡ ମେଡିକାଲରେ ଦେଖେଇବି। ତୁ ଭଲ ହେଇଯିବୁ ନା ଭଲ ହେଇଯିବୁ। ତାକୁ ଯେତେ ଗାଳି ଦଉଥିଲେ, ଯେତେ ମାର ଦଉଥିଲେ, ସେ ବାରମ୍ବାର ଲୁଚେଇ ଲୁଚେଇ ମୋ ବାପାଙ୍କୁ ମଦ ପିଇବା ପାଇଁ ପଇସା ଦଉଥିଲା। ମୁଁ ତାକୁ ବାରମ୍ବାର କହୁଥିଲି, ଏ ଭାଇ ତୁ କାହିଁକି ଲୁଚେଇ ଲୁଚେଇ ପଇସା ବାପାଙ୍କୁ ମଦ ପିଇବା ପାଇଁ ଦଉଛୁ? ସିଏ କହୁଥିଲା, ଏ କହି ତୁ ବେଶ ନଲୋ, ଦେଖିବୁ ସମୟ ଆସିଲେ ଆମ ବାପା ଆପେ ଆପେ ମଦ ପିଇବା ଛାଡ଼ିଦେବେ। ଆଉ ମତେ କହୁଥିଲା ବୋଉ, ତୁ ଦେଖିବୁ ଆମ କହି ଯୋଉ ପୁଅକୁ ଭଲ ପାଇଛି ତା ସହିତ ତାର ଖୁବ ଧୁମଧାମରେ ବାହାଘର ହବ। ଆମେ ତାକୁ ଜାନି ଯୌତୁକ ଦବା। ଆଉ ମୋ ଭଉଣୀର ସବାରିକୁ ମୋ କାନରେ କାନ୍ଦେଇ ଶାଶୁ ଘରକୁ ନେଇ ଖଣ୍ଡଗିର ଦେବୀ ମୁକାକୁ ଖାଇବାର ପୁତ୍ର ଗଲା ମଥୁରାପୁର କୁଲୋ କୁହନ୍ତୁ ବାବୁ, ଆତ୍ମହତ୍ୟା କରିବାଟା ଆମର କଣ ଭୁଲ ଥିଲା? ଆତ୍ମହତ୍ୟା କରିବାଟା କଣ ଭୁଲ ଥିଲା? ଆମର ଆତ୍ମହତ୍ୟା କରିବା ଭୁଲ ଥିଲା। ଆପଣଙ୍କର ଆତ୍ମହତ୍ୟା କରିବା ଭୁଲ ଥିଲା। ମୁଁ ଆପଣମାନଙ୍କୁ ଗୋଟେ କଥା କହିବି, ଆପଣମାନେ ମୋ କଥା ରଖିବେ। କୁହନ୍ତୁ ବାବୁ, ନିଜ ଜୀବନକୁ ବିପଦରେ ପକେଇ ଯେତେବେଳେ ଆମକୁ ବଞ୍ଚେଇଛ, କଣ କହିବାର ଅଛି କୁହ? କୁହ ବାବୁ କୁହ। ମୁଁ ଆପଣମାନଙ୍କୁ ଟିକେ କିରୋସିନ ଆଣି ଦଉଛି। ମୋ ଦେହରେ ଆପଣମାନେ ପକେଇ ନିଆଁ ଲଗାଇ ପାରିବେ, ମତେ ଜାଳି ପଡି ମାରି ଦେଇ ପାରିବେ। ମୋର ଏ ଦୁନିଆରେ କେହି ନାହାନ୍ତି। ମୁଁ ହସିଲେ ବି ମୋ ସାଙ୍ଗରେ ହସିବାକୁ କେହି ନାହାନ୍ତି, କି ମୁଁ କାନ୍ଦିଲେ ବି ମୋ ଆଖିରୁ ଲୁହ ପୋଛିବାକୁ କେହି ନାହାନ୍ତି। ମୁଁ ବଞ୍ଚିଛି ବୋଲି କାହା ପାଖରେ ହିସାବ ନାହିଁ, କି ମୁଁ ମରିଗଲେ 6 ଖଣ୍ଡ କାଠରେ ମଶାଣିକି ନେଇ ପୋଡ଼ି ଦେବାକୁ ବି କେହି ନାହାନ୍ତି। ନିହାତି ଦରକାର। ମୁଁ ଯଦି ଠିକ ସେଇ ପ୍ରଶ୍ନ ପଚାରେ, ମୋର ଏ ଦୁନିଆରେ କେହି ନଥାଇ ମୁଁ ବଞ୍ଚିଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏକା ଏକା ବଞ୍ଚିବା ପାଇଁ ମୋ ପାଦରେ ବଳ ଅଛି। ଆପଣ ମାନେ ତ ତିନି ଜଣ। ବୁଝୁଛୁ ବାବୁ, ହେଲେ ବଞ୍ଚିବୁ କେମିତି? କାହା ଭରସାରେ? ମୋ ଭରସାରେ ମା, ମୋ ପାଇଁ ବଞ୍ଚିବେ। ତମେ ଆପଣ ମାନେ ମତେ ପାଇଗଲେ ଜଣେ ପୁଅ ପାଇଯିବେ, ହେଲେ ମତେ ଜଣେ ମା ମିଳିଯିବ। ଆଉ ମତେ ଜଣେ ବାବା ମିଳିଯିବେ। ଆଉ ମତେ ଜଣେ ସୁନା ନାକି ଭଉଣୀ ମିଳିଯିବ, ଯାହା ସବାରିକି ମୁଁ କାନ୍ଧରେ ଧରି Acho
ଶାଶୁ ଘରେ ଛାଡି ଚାଲି ଆସିବେ କଣ ଆପଣ ମାନେ ମତେ ଏତିକି ସୁଯୋଗ ଦେବେନି? ମନା କରନ୍ତୁନି ଆଜ୍ଞା, ମୁଁ ଆପଣ ମାନଙ୍କୁ ହାତ ଯୋଡି ଭିକ୍ଷା ମାଗୁଛି। Thank you.